শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবତ ଦଶମ ସ୍କନ୍ଧ ଦ୍ୱାରକା ଲୀଳା 61ତମ ଅଧ୍ୟାୟ। ପୁଣି ହିଁ ଶତ ଧନ ବଧୂ ମଣିହରଣ ଅପବାଦୁ ଜମନ୍ତେ କୃଷ୍ଣ ହେଲେ ପାର 61ର ସମାଚାର। ଆନନ୍ଦେ କୃଷ୍ଣ ଭାବ ଘେନି କହନ୍ତି ସୁକ ମହାମୁନି। ଶ୍ରୀ ସୁକ ଉବାଚ ଶୁଣ ପରୀକ୍ଷ ନରନାଥ ଦ୍ୱାରକାପୁରେ ଉପଗତ କୁରୁ ନଗରୁ ଦୂତ ବେଗେ କହିଲା ରାମ କୃଷ୍ଣ ଆଗେ ଚତୁର ଘରେ ପଞ୍ଚଭ୍ରାତ ଜନନୀ ତୁଲେ ହେଲେ ହତ ଜାଣନ୍ତି ପ୍ରଭୁ ଦେବରାଏ ଭଲେ ଅଛନ୍ତି ପାଣ୍ଡୁ ପୋଏ ଶୁଣି ବିକଳ ବସୁଦେବ ଭୁବନେ ଯେତେ କଜାଦବ ବିଷାଦେ କରନ୍ତି ରୋଦନ ରାମ ଗୋବିନ୍ଦ ଦୁଃଖ ମନ ଶୋକ ନିବାରିବେନି ଭାଇ ରଥେ ବସିଲେ ସଜ ହୋଇ କୂଳ ବେଭାରେ ରାମ ହରି କୁରୁ ନଗରେ ବିଜେ କରି ଭୀଷ୍ମ ବିଦୁର କୃପ ମେଳେ ଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ ଲୋକ ବେଭାରେ ବେନି ଭାଇ କହନ୍ତି ମନେ ଦୁଃଖ ବହି ଦେଖ ଏ ସଂସାର ବେଭାର ଭ୍ରମନ୍ତି ଦେବାସୁର ନର ଭବସାଗରେ ଏହି ମତେ ସକଳେ ଯିବା ଶୂନ୍ୟ ପଥେ ଏମନ୍ତେ ତୁଲ୍ୟ ଦୁଃଖ ବହି ବାନ୍ଧବ ମଧ୍ୟେ ବେନି ଭାଇ କହନ୍ତି ସଂସାର ବେଭାର ଏବେ ହୋ ଶୁଣ ନୃପବର ଦ୍ୱାରକାପୁରେ 3 ଜଣ ବିଚାର କଲେ କମନ ଗଗନେ ଅସ୍ତ ଗଲା ଭାନୁ ଅକ୍ରୂର ତୁଲେ ଶତଧନୁ କୃତ ବର୍ମାଙ୍କୁ ରାଇ ଧୀରେ ବିଚାର କଲେ ଏକତ୍ରରେ ଦେଖ ଏ ପାପୀ ସତ୍ରାଜିତ ଅନ୍ୟାୟ କଲା ବିପରୀତ ସତ୍ୟଭାମାଙ୍କୁ ଦେବା ପାଇଁ ବରିଲା ସତ୍ୟ ବାକ୍ୟ ଦେଇ ଏବେ ଆମ୍ଭଙ୍କୁ ନିନ୍ଦା କଲା କନ୍ୟା ଗୋବିନ୍ଦେ ସମର୍ପିଲା ଦୁଷ୍ଟ ଦୁର୍ଜନ ମନ୍ଦ ଭାବ ପ୍ରସନ୍ନ ପଛକୁ ଏ ଯିବ ଅମୂଲ୍ୟ ମଣି ଏ ହାତ ହିଁ କେମନ୍ତେ ଆମ୍ଭ କରେ ହୋଇ ଅକ୍ରୂର ବୋଲେ ତାହା ଶୁଣି ଜୀବନ୍ତେ ନ ଦେବ ଏ ମଣି ଏମନ୍ତ ବୋଲି ବିଚାରିଲେ ନିଜ ମନ୍ଦିରେ ରାତ୍ରେ ଗଲେ ନିଜ ମନ୍ଦିରେ ଶତଧନୁ କୋପେ କମ୍ପଇ ତାର ତନୁ ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢ଼େ করে ঘেনিলা জমদাଢ଼ে রাত্রে মিଳିଲା ତାର ପୁରେ ସତ୍ରାଜିତର ଶଯ୍ୟା ଠାରେ ଦଇବେ କ୍ଷୀଣ ତା ଜୀବନ ଯାହା ସଞ୍ଚିଲେ ଭଗବାନ ନିକଟେ ଥିଲେ ଯେ କାମିନୀ ସମ୍ଭ୍ରମେ କଲେ ଗୋଳଧ୍ୱନି ଅନାସ୍ତ ପ୍ରାୟ ଶୋକ କରି ତାହାର କରଛନ୍ତି ଧରି ସ୍ତ୍ରୀଙ୍କି କରି ଅବହେଳା ଛେଦିଲା ସତ୍ରାଜିତ ଗଳା ପଶୁଙ୍କ ପ୍ରାୟ ବଧ କରି ଅମୂଲ୍ୟ ରତ୍ନ କରେ ଧରି ନିଜ ଭୁବନେ ବିଜେ କଲା ଏମନ୍ତେ ରଜନୀ ପାହିଲା ଶୁଣ ରାଜନ ଶୁଦ୍ଧ କର୍ମା ପିତା ମରଣେ ସତ୍ୟଭାମା ବିଳାପ କରେ ଶୋକେ ପଡ଼ି ଭୁଜ ଯୁଗଳେ ଶିର ତାଡ଼ି ହାହା ପିଅର ବୋଲି ମୋହେ ଜୀବନ ନର ହୋଇ ଦେହେ ମୃତ ଶରୀରେ ଗନ୍ଧ ଲେପି ତୈଳ ଦ୍ରୋଣୀ ମଧ୍ୟେ ଖେପି ପିତା ବିଯୋଗ ଶୋକ ତ୍ରାସେ কোপে গমিলা কুরু দেশে পিতা বিযোগে দুঃখ বহি চলন্তে দিগ নদী সই
କୃଷ୍ଣ ଜାଣନ୍ତି ତାହା ଭଲେ, ହସ୍ତିନାପୁରେ ରାମ ତୁଲେ। ଏମନ୍ତେ ସତ୍ୟଭାମା ଯାଇ, କହନ୍ତି କୃଷ୍ଣ ମୁଖ ଚାହିଁ। ଭୋନାଥ ସତ ଧନୁ ଚୋର, ବଧିଲା ମୋହର ପିଅର। ଘରେ ପଶିଲା ଶସ୍ତ୍ର ଧରି, ପଶୁର ପ୍ରାୟ ବଧ କରି। ଅମୂଲ୍ୟ ମଣି ଘେନି କରେ, ପଳାଇ ଗଲା ଅନ୍ଧକାରେ। ଅନାସ୍ତ ମୋହର ଜୀବନ, ଏମନ୍ତେ କରଇ ରୁଦନ। ଶୁଣି ଚକିତ ଦାମୋଦର, ବେନିଲୋଚନୁ ବହେ ନୀର। ସତ୍ୟଭାମାର ମୁଖ ଚାହିଁ, ରୋଦନ କଲେ ବେନି ଭାଇ। ନିକଟେ କୁରୁବଳ ମଧ୍ୟେ, ଗୋବିନ୍ଦ କହିଲେ ବିଷାଦେ। ସତ୍ୟଭାମାଙ୍କୁ ଆଗ କରି, ରଥେ ବସିଲେ ରାମ ହରି। ଦାରୁକ ବାହେ ଧାତିକାରେ, କୃଷ୍ଣ ବୋଲନ୍ତି କୋପ ଭରେ। ଶତ ଧନୁର ଶିର ହାଣି, ଆଜ ଆଣିବି ରତ୍ନମଣି। ଏମନ୍ତେ ଶୁଣ ହେ ରାଜନ, ରାମ ଗୋବିନ୍ଦ ଆଗମନ। ସଭଏ ଶତ ଧନୁ ଶୁଣି, করে ঘেনিলা রত্নমণি। কৃতবর্মার পুরে পশি, বিশ্বাসে কহে পাশে বসি। সত্রাজিতর শির হাণি, মুঞ্জে আনিলি রত্নমণি। তোর বচনে মতি ভ্রম, ন জানি কলি এড়ে কর্ম। মোতে মারিবে চক্রধর, তু এবে পক্ষ হুଅ মোর। এমন্ত কৃত বর্মা শুଣି, ভয়ে ବୋଲଇ ସାଧୁବାଣୀ। ରାମକୃଷ୍ଣଙ୍କୁ ଦ୍ରୋହ କରି, କେ ଅବା ଥିବ ଦେହ ଧରି। ଯାହାର କୋପେ କଂସମଲା, ସର୍ବସମ୍ପଦ ନାଶ ଗଲା। ଶପଥ 10 ବାର ଦ୍ୱନ୍ଦ, ଯୁଦ୍ଧେ ହାରିଲା ଜରାସନ୍ଧ। ତାର ବୈରୀ ହୋଇ ବଳେ, କେ ଅବା ଥିବ ରବି ତଳେ। ଏମନ୍ତ ଶୁଣି ତା ବଚନ, ଚଳିଲା ଅକ୍ରୂର ଭୁବନ। ପଡ଼ି ତାହାର ପାଦ ତଳେ, ବୋଲଇ ଜୀବନ ବିକଳେ। ମୋତେ କୋପିଲେ ଚକ୍ରଧର, ମୁଁ ଏବେ ଶରଣ ତୋହର। ତୋହରି ବୋଲେ କଲି ଏହା, ଅକ୍ରୂର ହୁଅ ମୋତେ ସାହା। ଶୁଣି ବୋଲଇ ଦାନପତି, ନ ଜାଣୁ ଗୋବିନ୍ଦର ଗତି। ସେ ରାମକୃଷ୍ଣର ଚରଣେ, ପଶଜା ତାହାର ଶରଣେ। ଯେ ବିଶ୍ୱମାୟା ଲୀଳା କରି, ସର୍ଜଇ ପାଳଇ ସଂହରି। ତାର ମହିମା କେବା କହି, ମାୟା ସଂସାରେ ଦେହ ବହି। ଜାଣୁନା ବାଳକ ବୟସେ, କି ନ କଲା ନନ୍ଦ ଦେଶେ। ଇନ୍ଦ୍ରର ତୁଲେ ବାଦ କଲା, ହସ୍ତକେ ପର୍ବତ ଧଇଲା। ବାଳକ କରେ ଛତ୍ର ଜେହ୍ନେ, ଦେଖି ଚକିତ ସର୍ବଜନେ। ଯେ କୃଷ୍ଣ ଜଗତ କାରଣ, ଅଦ୍ଭୁତ ଯାର କର୍ମ ଗୁଣ। ଅନନ୍ତ ଆଦି କୂଟ ହରି, ଯେ ଆତ୍ମା ରୂପେ ବିଶ୍ୱଧରି। ତାହାଙ୍କୁ ମୋର ନମସ୍କାର, ଏମନ୍ତ କହିଲା ଅକ୍ରୂର। ତା ଶୁଣି ଶତ ଧନୁ ଭୟେ, ବୋଲଇ ପଡ଼ି ତାର ପାଏ। ଏ ମଣି ଥାଉ ତୋର ତହିଁ, ମୋର ଜୀବନ ଆର କାହିଁ। ନିଶ୍ଚେ ମାରିବେ ଚକ୍ରଧର, ଅର୍ଜିଲା କର୍ମ ଏ ମୋହର। ମଣି ଅକ୍ରୂର করে ଦେଇ, ମିଳିଲା ଅଶ୍ୱଶାଳେ ଯାଇ। ଯେ ଅଶ୍ଵ ଗମେ ପାଦ ବଳେ, ସତେ ଯୋଜନ ଅବହେଳେ। ସେ ଅଶ୍ଵ ପରେ ବସେ ଯାଇ, ଉତ୍ତର ଦିଗେ ସେ ପଳାଇ। ଏମନ୍ତେ ଶୁଣ ନୃପମଣି, ରାମ ଗୋବିନ୍ଦ ତାହା ଜାଣି। ରଥେ ବସିଲେ ବେନି ଭାଇ,
ଦାରୁକ ବେଗେ ରଥ ବାହି ସେ ସତ ଧନୁ ଗୁରୁରୁ ଦ୍ରୋହୀ ଧର୍ମ ଅଧର୍ମ ନ ଜାଣଇ ଅଶ୍ଵେ ପଳାନ୍ତେ ମହାବଳୀ ମିଥିଳା ଉପବନେ ମିଳି ଅଶ୍ଵ ପଡ଼ିଲା ମୁହଁ ମାଡ଼ି ତକ୍ଷଣେ ପ୍ରାଣ ଗଲା ଛାଡ଼ି ଅଶ୍ଵ ଉପେକ୍ଷୀ ମହାବୀର ପାଦେ ପଳାଏ ଅତି ଖର ଗୋବିନ୍ଦ ଦେଖି ତା ଗମନ ରଥୁ ଓହ୍ଲାଇଲେ ବହନ କୋପ ନୟନେ ନରହରି ଧାଇଁଲେ করে ଧନୁ ଧରି ଦେଖି ସେ ଗୋବିନ୍ଦର ମନ୍ୟୁ ଭয়ে ପଳାଏ ଶତ ଧନୁ ପାଦେ ପଳାନ୍ତେ କମ୍ପେ କାୟ ଚକ୍ର ପେଶିଲେ ଦେବରାୟ କୃଷ୍ଣର ଚକ୍ର ତୀକ୍ଷ୍ଣ ଧାର କାଟିଲା ଶତ ଧନୁ ଶିର ଛିଡ଼ି ପଡ଼ିଲା ଗଳା ତଳେ ଗୋବିନ୍ଦ ନିକଟେ ମିଳିଲେ ତାହାର ବସ୍ତ୍ରେ ମଣି ଖୋଜି ନ ପାଇ କୃଷ୍ଣ ମନେ ହେଜି ମଣି କାହାର ହସ୍ତେ ଦେଇ ଡରେ ଅଇଲା ଏ ପଳାଇ ଏମନ୍ତ ବୋଲି ବାହୁଡ଼ିଲେ ରାମର ନିକଟେ ମିଳିଲେ ବୋଲନ୍ତି ପ୍ରଭୁ ଗୋପୀନାଥ ଭୋଦେବ ଶୁଣ ବିପରୀତ ନିଶ୍ଚେ ମାରିଲି ଶତ ଧନୁ ଯେଣୁ ଏ ମୋତେ କଲା ମନ୍ୟୁ ମଣି ଏହାର ହସ୍ତେ ନାହିଁ କହିଲେ ରାମ ମୁଖ ଚାହିଁ ଶୁଣି ବୋଲନ୍ତି ହଳଧର କୋମଳ ଗଭୀର ଉତ୍ତର ଏ ମଣି ଅଛି ତୋ ଭୁବନେ ସନ୍ଦେହ ନ କର ତୁ ମନେ କାହାର ହସ୍ତେ ମଣି ଥୋଇ ଭଏ ଅଇଲା ସେ ପଳାଇ ମଣି ଉଦ୍ଦେଶ୍ୟ ଯାଅ ଘର ମୁଁ ଯିବି ଜନକ ନଗର ପ୍ରିୟ ସୁହୃଦ ସେ ମୋହର ଦେଖିବି ତାହାଙ୍କ ବ୍ୟବହାର ଏମନ୍ତ କହି ହଳଧାରୀ କନକପୁରେ ବିଜେ କରି ରାମ ଆଗମ ଦେଖି ରାଜା ସମ୍ଭ୍ରମେ କଲା ପାଦ ପୂଜା ଜନକ ପୂଜିଲା ଚରଣ ସନ୍ତୋଷେ ରେବତୀର ମଣ କେତେ ହେ ଦିନ ତହିଁ ରହି ଜନକ ପ୍ରିୟ ଭାବ ବହି ହସ୍ତିନାପୁରେ ଦୁର୍ଯ୍ୟୋଧନ ଶୁଣିଲା ରାମ ଆଗମନ ମନ ଆନନ୍ଦେ ଅନ୍ଧସୂତ ମିଥିଳାପୁରେ ଉପଗତ ମିଳିଲା ହଳଧର ପାଶେ ଅନେକ ଭକତି ବିଶ୍ୱାସେ ଗଦା ସଂଗ୍ରାମେ ଘୋର ଦୀକ୍ଷା ରାମର ତହୁଁ କଲା ଶିକ୍ଷା ଗୋବିନ୍ଦ ବସି ନନ୍ଦୀ ଘୋଷେ ଆସି ମିଳିଲେ ନିଜ ଦେଶେ ଶତ ଧନୁର ଶିର ହାଣି ତା ଦେହେ ନ ପାଇଲେ ମଣି ସକଳ ପ୍ରିୟା ଆଗେ କହି ମାୟାଭିୟାଣ ଭାବଗ୍ରାହୀ ବନ୍ଧୁ ବାନ୍ଧବ ସଙ୍ଗେ ମିଳି ବାନ୍ଧବ ପ୍ରିୟ ବନମାଳି ମଲା ଯେ ସତ୍ରାଜିତ ବୀର ପ୍ରେତ ଉଚିତ କ୍ରିୟା ତାର ଶ୍ରୀକୃଷ୍ଣ କରାଇଲେ ଭାବେ ଶୁଣ ପରୀକ୍ଷା ନୃପ ଏବେ ଶତ ଧନୁର ବଧ ଶୁଣି ଅକ୍ରୂର ମନେ ମନେ ଗୁଣି କୃତ ବର୍ମାର ତୁଲେ ଭାଜି ନିଶ୍ଚେ ମାରିବେ ବନମାଳି ହେମନ୍ତ ଭାଳି ମନେ ଛନ ପଳାଇ ଗଲେ ବେନିଜନ ଅକ୍ରୂର ଯେତେବେଳେ ଗଲା ଶୁଣ ରାଜନ କୃଷ୍ଣ ଲୀଳା ଦ୍ୱାରକାପୁରେ ରିଷ୍ଟ ଜାତ ଦେଖି ଚକିତ ଯଦୁନାଥ ଅଦ୍ଭୁତ ଦେଖନ୍ତି ପ୍ରତ୍ୟକ୍ଷେ ଭୂମି ଗଗନ ଅନ୍ତରୀକ୍ଷେ ପ୍ରାଣୀଙ୍କ ଦେହେ ବ୍ୟାଧି ଜାତ ମନ ଉଚାଟ ଉଲ୍କାପାତ ରୁଧିର ବୃଷ୍ଟି ଦଶ ଦିଶେ ଭୂମିକମ୍ପଇ ମହାତ୍ରାସେ ଦ୍ୱାରକାପୁର ଜନେ ଚାହିଁ ଭାଳନ୍ତି ଏକ ରୁଣ୍ଡ ହୋଇ
ଘୋର ଆପଦ ଆଗମନେ ଭାଳି ବୋଲନ୍ତି ବୃଦ୍ଧ ଜନେ ଅକ୍ରୂର ପଳାଇଲା ଡରେ ତେଣୁ ଆପଦ ଯଦୁପୁରେ ଅକ୍ରୂର ବିନୁ ଏହି ରିଷ୍ଟି ରୁଧିର ସଙ୍ଗେ ଜଳ ବୃଷ୍ଟି ଅନେକ ଅକ୍ରୂରର ଗୁଣ ତୁମ୍ଭେ ଯେ ସାବଧାନେ ଶୁଣ ପୂର୍ବେ ଯେ ଥିଲା କାଶୀ ରାଜା ସୁଖେ ପାଳଇ ଜନ ପ୍ରଜା ଏମନ୍ତେ ଇନ୍ଦ୍ର ତା ଭୁବନେ ବୃଷ୍ଟି ନ କଲା କୋପ ମନେ ଅନ୍ନ ନ ପାଇ ক্ষুধা ଭଏ ଅନେକ ଜନ ଗଲେ କ୍ଷୟେ ସଙ୍ଗତେ ଘେନି ଜନ ପ୍ରଜା ভয়ে পলাই কাশী রাজা স্বল্পক নামে যে যাদব সুপুণ্যবন্ত সে সাধব পূর্বে অনেক তপ কলা ইন্দ্র তাহাকু বর দেলা সে যহি থাই দেহ ধরি সে দেশে ইন্দ্র বৃষ্টি করি এমন্ত বিচারিলে বসি সফলকে আনিলে বিশ্বাসী কন্যায়ে থিলা তার ঘর অতি সুন্দর রূপ তার শুণ কন্যার জন্মবাণী আম্ভে যে পূর্বে অছু শুনি জননী গর্ভে চিরবাস রহিলা 12 বরষ জাত নহিলা যেতেবেলে নৃপতি ভালই বিকলে দিনেক পত্নী গর্ভ চাহি কহে বিকল ভাব বহি ভো গর্ভ শুণ ମୋ ଉତ୍ତର ହେଳେ ନାସିଲୁ ମୋର ଘର କହ ହେ କେବଳ କାରଣ ଏ ବଡ଼ ମରଣ କଷଣ ଏମନ୍ତ ରାଜା ବାକ୍ୟ ଶୁଣି গর্ভ ভিতরে কহে বাণী ভোতা তো শুণ মোর কথা যেমন্ত গর্ভর ব্যবস্থা উত্তম ধেনু প্রতিদিনে দান তু দিয় বিপ্রজনে ব্যতীতে 12 বরষে জাত মু হইবি বিশ্বাসে তক্ষণে গর্ভর বচনে নৃপতি শুনি তো সমনে নিশ্চয় কলা সেই মত ধেনু সে দেলা শত শত এমন্তে কন্যা জাত হই কাশী নগরে থিলা রহি সে কন্যা স্বল্প করে বরি বিবাহ দেলা দণ্ডধারী তাহার দেশে শস্যনাশ নির্জল 12 বরষ তক্ষণে মিলি মেঘমাଳ আনন্দে বরসিলে জল তার কুমর দানপতি এমন্তে অক্রূরর গতি সে মহাভাগ যহি থাই হৃষ্ট অরিষ্ট ভয় নাহি এমন্ত বৃদ্ধ বাক্য শুনি আনন্দে প্রভু চক্রপাণি কাশী নগরে দূত পেশি আনিলে অক্রূরে বিশ্বাসী পাশে বসাই দামোদর বিশ্বাসে কহন্তি মধুর সে কৃষ্ণ জগত জীবন জানন্তি প্রাণীঙ্কর মন আশ্বাসী বসাই অক্রূর बोलंती ब्रह्मांड ठाकुर शुण अक्रूर मोर बाणी तो तही श्यमंत कमणि थोई जे शत धनु गला दईबे प्राण से हारिला से मणि संकटु धरी विवाह होइलिबेनी नारी उचिते से मणि मोहर शशुर देला उपहार छत्राजितर पुत्र नाही दुहिता सत्यभामा होई मरणे प्रेत क्रिया सारी दुर्गम नरकु धरी ताहार पुत्री मणि नेब शास्त्र व्यवहार एही भाव छत्राजितर तप बळे रवि ताहांकु मणि देले
ନିର୍ମଳ ଲୋକେ ତାହା ଧରି ଆନକେ ପାରିବ ଆବୋରି। ସୁକୃତ ତନୁ ପୁଣ୍ୟବନ୍ତ ତୁ ସେ ଧାରଣେ ସାମରଥ। ରାମ ମୋହର ଜ୍ୟେଷ୍ଠ ଭାଇ ତାହାଙ୍କ ଚିତ୍ତ ଶୁଦ୍ଧ ନାହିଁ। ବନ୍ଧୁ ବାନ୍ଧବ ଯେତେ ମୋର ଚିତେ ସଂଶୟ ତାହାଙ୍କର। ଏ ସଭା ମଧ୍ୟେ ମଣି ତୁହି ଦେଖା ମୋର ଭାବ ବହି। ତାହାଙ୍କ ମନୁ ଜୀବ ଭ୍ରାନ୍ତି ତେବେ ମୋହର ମନ ଶାନ୍ତି। ଏମଣି କାଶୀପୁରେ ନେଇ ଅନେକ ଯଜ୍ଞ କଲୁ ତୁହି। ସୁବର୍ଣ୍ଣ ଯଜ୍ଞ ବେଦୀ ତୋର ଦେଖନ୍ତି ଦେବାସୁର ନର। ଏମନ୍ତେ କୃଷ୍ଣ ସାଧୁ ବାଣୀ ଅକ୍ରୂର ଶୁଣି ରତ୍ନମଣି। ବସ୍ତ୍ରେ ଲୁଚାଇଥିଲା କାଖେ ସଭାରେ ଫେଡ଼ିଲା ପ୍ରତ୍ୟକ୍ଷେ। ସୂର୍ଯ୍ୟ କିରଣ ପ୍ରାୟ ଦେଖି ଜନେ ବୁଝିଲେ ବେନି ଆଖି। ଏମନ୍ତେ ମଣି ଦେଖାଇଲା ଆତ୍ମାର ବାଦ ପ୍ରକାଶିଲା। ଗୋବିନ୍ଦ କରେ ଘେନି ମଣି ଅକ୍ରୂର ମୁଖ ଚାହିଁ ଭଣି। ତୁ ପୁଣ୍ୟ କର୍ମା ସାଧୁ ଜନ ଏମଣି ଧାରଣେ ଭାଜନ। ଏମଣି ଥାଉ ତୋର ତହିଁ ଏମନ୍ତ କହି ଭାବଗ୍ରାହୀ। ନିଜ ଭୁବନେ ବିଜେ କଲେ ଲୋକ ଯଶ ନିବାରିଲେ। ଏବେ ହୋ ଶୁଣ ନରନାଥ ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ। ମଣିହରଣ ସାଧୁ ବାଣୀ କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ। ଦୁରିତ ଦୁଃଖ ଯେ ଆପଦ ଏ ଆଦି ଯେତେ ମନ ଖେଦ। ଦୁଷ୍ଟ ସ୍ୱପନ ଗ୍ରହ ଗତି ଶ୍ରବଣେ ପଠନେ ନାଶନ୍ତି। ସର୍ବମଙ୍ଗଳ ଉପଗତ କହିଲା ବିପ୍ର ଜଗନ୍ନାଥ।